ମୋର ପ୍ରିୟ ଦେଶବାସୀଗଣ ନମସ୍କାର। କରୋନାର ଏହି କାଳଖଣ୍ଡରେ ସମଗ୍ର ବିଶ୍ୱ ଅନେକ ପରିବର୍ତ୍ତନ ଦେଇ ଗତି କରୁଛି। ଆଜି ଯେତେବେଳେ 2 ଗଜ ଦୂରତା ଗୋଟିଏ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି, ସେତେବେଳେ ଏହି ସଙ୍କଟ ସମୟ ପରିବାରର ସଦସ୍ୟମାନଙ୍କୁ ଏକାଠି ଯୋଡ଼ିବା, ପରସ୍ପରର ନିକଟବର୍ତ୍ତୀ କରିବାର କାମ ବି କରିଛି। କିନ୍ତୁ ଏତେ ଦୀର୍ଘଦିନ ଧରି ଏକାଠି ରହିବା, କେମିତି ରହିବା, ସମୟ କେମିତି କାଟିବା, ପ୍ରତିଟି ମୁହୂର୍ତ୍ତକୁ କେମିତି ଖୁସିରେ କାଟିବା, ଏସବୁକୁ ନେଇ ଅନେକ ପରିବାର କିଛିଟା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଲେ। ଏହାର କାରଣ ଥିଲା ଆମର ଯେଉଁ ପରମ୍ପରା ଚାଲି ଆସିଥିଲା, ଯାହା ପରିବାରରେ ଏକ ପ୍ରକାର ସଂସ୍କାରର ସ୍ରୋତ ରୂପେ ପ୍ରବାହିତ ହେଉଥିଲା, ତାର ଅଭାବ ପରିଲକ୍ଷିତ ହେଉଛି। ଲାଗୁଛି ଯେମିତି ଅନେକ ପରିବାରରେ ତ ଏହାର ଅନ୍ତ ଘଟିଛି, ଆଉ ଏହାର ଅଭାବ ଯୋଗୁଁ ଏହି ସଙ୍କଟ ସମୟକୁ ଅତିବାହିତ କରିବା ପରିବାରଗୁଡ଼ିକ ପାଇଁ ଟିକିଏ କଷ୍ଟକର ହୋଇପଡ଼ିଲା। ତେବେ ଏଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କ'ଣ ଥିଲା? ପ୍ରତ୍ୟେକ ପରିବାରର କେହି ନା କେହି ଗୁରୁଜନ ଅବା ବୟୋଜ୍ୟେଷ୍ଠ ବ୍ୟକ୍ତି କାହାଣୀ ଶୁଣାଉଥିଲେ ଏବଂ ଘର ଭିତରେ ନୂଆ ପ୍ରେରଣା, ନୂଆ ଶକ୍ତି ଭରି ଦେଉଥିଲେ। ଆମେ ଏକଥା ନିଶ୍ଚିତ ଭାବେ ଅନୁଭବ କରିଥିବା ଯେ ଆମ ପୂର୍ବପୁରୁଷମାନେ ଯେଉଁ ପରମ୍ପରା ସୃଷ୍ଟି କରିଯାଇଛନ୍ତି, ସେସବୁ କେତେ ଗୁରୁତ୍ୱପୂର୍ଣ୍ଣ, ଆଉ ଏସବୁ ନଥିଲେ କିଭଳି ଏହାର ଅଭାବ ଅନୁଭୂତ ହୋଇଥାଏ। ଏହିଭଳି ଗୋଟିଏ ପରମ୍ପରା ହେଲା କାହାଣୀ କହିବାର କଳା ବା ଷ୍ଟୋରି ଟେଲିଂ। ବନ୍ଧୁଗଣ, କାହାଣୀର ଇତିହାସ ସେତିକି ପୁରାତନ ଯେତିକି ପୁରାତନ ଏ ମାନବ ସଭ୍ୟତା। ହ୍ୱେର୍ ଦେର୍ ଇଜ୍ ଏ ସୋଲ୍ ଦେର୍ ଇଜ୍ ଏ ଷ୍ଟୋରି। କାହାଣୀ ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମ୍ନାକୁ ଆଣେ, ଏହାର ପରିସ୍ଫୁଟନ ଘଟାଏ। କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମା ତାର ଛୁଆକୁ ଶୋଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ। ମୁଁ ନିଜ ଜୀବନରେ ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି। ବୁଲିବା ହିଁ ଥିଲା ମୋର ଜୀବନ। ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର। କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି। ବେଳେବେଳେ ସେମାନଙ୍କୁ କହୁଥିଲି, ଚାଲ ଆଜି ମୋତେ ଗୋଟିଏ ଗପ ଶୁଣାଅ। କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା ଯେତେବେଳେ ପିଲାଏ କହୁଥିଲେ, ନାଇଁ ଅଙ୍କଲ, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସ କଥା ଶୁଣାଇବୁ। ଆଉ ମୋତେ ବି ସେମାନେ ହସ କଥା ଶୁଣାଇବାକୁ ଅନୁରୋଧ ରଖୁଥିଲେ। ଏହାର ଅର୍ଥ କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ହିଁ ନଥିଲା। ପ୍ରାୟତଃ ସେମାନଙ୍କର ଜୀବନ ହସ କଥା ଭିତରେ ସୀମିତ ହୋଇଯାଇଥିଲା। ବନ୍ଧୁଗଣ, ଭାରତରେ କାହାଣୀ କହିବାର ଏବଂ କାହାଣୀ ଶୁଣିବାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି। ବିବେକ ଏବଂ ବୁଦ୍ଧିମତାର କଥାଗୁଡ଼ିକୁ ସହଜ ଭାବରେ ବୁଝାଇବା ଉଦ୍ଦେଶ୍ୟରେ ଯେଉଁଠି ହିତୋପଦେଶ ଓ ପଞ୍ଚତନ୍ତ୍ରର ପରମ୍ପରା ରହିଛି, ଯେଉଁଠି କାହାଣୀରେ ପଶୁ, ପକ୍ଷୀ ଏବଂ କାଳ୍ପନିକ ପରୀରାଇଜ ଗଢ଼ି ଉଠିଛି, ସେହି ଦେଶର ଅଧିବାସୀ ହୋଇଥିବାରୁ ଆମେ ଗର୍ବ ଅନୁଭବ କରୁ। ଆମର କଥା ଶ୍ରବଣର ପରମ୍ପରା ରହିଛି। ଏହା ଧାର୍ମିକ କାହାଣୀ କହିବାର ପ୍ରାଚୀନ ପଦ୍ଧତି। ଏଥିରେ କଥା କାଳକ୍ଷେମ ମଧ୍ୟ ଅନ୍ତର୍ଭୁକ୍ତ। ଆମ ଦେଶରେ ବିଭିନ୍ନ ପ୍ରକାର ଲୋକକଥାମାନ ରହିଛି। ତାମିଲନାଡୁ ଆଉ କେରଳରେ କାହାଣୀ କହିବାର ଗୋଟିଏ ଆକର୍ଷଣୀୟ ପ୍ରଣାଳୀ ରହିଛି। ଏହାକୁ ଉଇଲୁ ପାଟ୍ କୁହାଯାଏ। ଏଥିରେ କାହାଣୀ ଓ ସଙ୍ଗୀତର ଖୁବ୍ ଆକର୍ଷଣୀୟ ସାମଞ୍ଜସ୍ୟ ଥାଏ। ଭାରତରେ କଣ୍ଢେଇ ନାଚର ମଧ୍ୟ ଗୋଟିଏ ଜୀବନ୍ତ ପରମ୍ପରା ରହିଛି। ଆଜିକାଲି ବିଜ୍ଞାନ ଏବଂ ସାଇନ୍ସ ଫିକ୍ସନ ସମ୍ପର୍କୀୟ କାହାଣୀମାନ କହିବାର ଲୋକପ୍ରିୟ ପ୍ରଥା ହେଲାଣି। ମୁଁ ଲକ୍ଷ୍ୟ କରୁଛି ଯେ କିଛି ଲୋକ ଗପ କହିବାର କଳାକୁ ଆଗେଇ ନେବାକୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ମୋତେ gaathastory.in ଭଳି ୱେବସାଇଟ୍ ସମ୍ପର୍କରେ ସୂଚନା ମିଳିଲା, ଯାହା ଅମର ବ୍ୟାସ ଏବଂ ତାଙ୍କର ସାଥୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଅମର ବ୍ୟାସ IIM ଅହମ୍ମଦାବାଦରୁ MBA କରିବା ପରେ ବିଦେଶକୁ ଚାଲିଗଲେ, ପୁଣି ଫେରିଲେ। ଏବେ ସେ ବେଙ୍ଗାଲୁରୁରେ ରହୁଛନ୍ତି ଏବଂ ସମୟ ବାହାର କରି କାହାଣୀ ସହ ଜଡ଼ିତ ଏଭଳି ରୁଚିକର କାର୍ଯ୍ୟ କରୁଛନ୍ତି। ଏଭଳି ମଧ୍ୟ ଅନେକ ପ୍ରଚେଷ୍ଟା କରାଯାଇଛି, ଯାହା ଭାରତର ଗ୍ରାମାଞ୍ଚଳର କାହାଣୀଗୁଡ଼ିକର ବହୁଳ ପ୍ରଚାର କରୁଛନ୍ତି। ବୈଶାଳୀ ବ୍ୟବହାରେ ଦେଶପାଣ୍ଡେଙ୍କ ଭଳି ଅନେକ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଏହାକୁ ମରାଠୀ ଭାଷାରେ ମଧ୍ୟ ଲୋକପ୍ରିୟ କରୁଛନ୍ତି। ଚେନ୍ନାଇର ଶ୍ରୀ ବିଦ୍ୟା ବୀର ରାଘବନ ମଧ୍ୟ ଆମ ସଂସ୍କୃତି ସହ ଜଡ଼ିତ କାହାଣୀଗୁଡ଼ିକର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସେହିପରି କଥାଳୟ ଓ ଦି ଇଣ୍ଡିଆନ୍ ଷ୍ଟୋରି ଟେଲିଂ ନେଟୱାର୍କ ନାମକ 2ଟି ୱେବସାଇଟ୍ ମଧ୍ୟ ଏ କ୍ଷେତ୍ରରେ ଖୁବ୍ ଭଲ କାମ କରୁଛନ୍ତି। ଗୀତା ରାମାନୁଜନ kathalaya.orgରେ କାହାଣୀଗୁଡ଼ିକୁ ଏକାଠି କରିଛନ୍ତି, ଆଉ ଦି ଇଣ୍ଡିଆନ୍ ଷ୍ଟୋରି ଟେଲିଂ ନେଟୱାର୍କ ମାଧ୍ୟମରେ ଭିନ୍ନ ଭିନ୍ନ ସହରର କାହାଣୀ କହୁଥିବା ଲୋକଙ୍କର ଗୋଟିଏ ନେଟୱାର୍କ ସୃଷ୍ଟି କରାଯାଇଛି। ବେଙ୍ଗାଲୁରୁରେ ରହୁଥିବା ବିକ୍ରମ ଶ୍ରୀଧର ମହାତ୍ମା ଗାନ୍ଧୀଙ୍କର କାହାଣୀଗୁଡ଼ିକୁ ନେଇ ବେଶ୍ ଉତ୍ସାହିତ। ଆହୁରି ଅନେକ ଲୋକ
ଏହି କ୍ଷେତ୍ରରେ କାମ କରୁଥିବେ। ଆପଣମାନେ ସେମାନଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ତଥ୍ୟ ସେୟାର କରନ୍ତୁ। ଆଜି ଆମ ସହିତ ବେଙ୍ଗାଲୁରୁ ଷ୍ଟୋରି ଟେଲିଂ ସୋସାଇଟିର ଭଉଣୀ ଅପର୍ଣ୍ଣା ଆତ୍ରେୟା ଏବଂ ଅନ୍ୟ ସଦସ୍ୟମାନେ ରହିଛନ୍ତି। ଆସନ୍ତୁ ସେମାନଙ୍କ ସହ କଥା ହେଇ ସେମାନଙ୍କ ଅନୁଭବ ସମ୍ପର୍କରେ ଜାଣିବା। ହ୍ୟାଲୋ। ନମସ୍କାର ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ କେମିତି ଅଛନ୍ତି? ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି ଅପର୍ଣ୍ଣାଜୀ? ଖୁବ୍ ଭଲ ଅଛି ସାର୍। ସର୍ବପ୍ରଥମେ ବେଙ୍ଗାଲୁରୁ ଷ୍ଟୋରି ଟେଲିଂ ସୋସାଇଟି ତରଫରୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, କାରଣ ଆପଣ ଆମ ଭଳି କଳାକାରମାନଙ୍କୁ ଏହି ମଞ୍ଚକୁ ନିମନ୍ତ୍ରଣ କରି ଆମ ସହ କଥା ହେଉଛନ୍ତି। ମୁଁ ଶୁଣିଛି ଆଜି ଆପଣଙ୍କ ପୁରା ଟିମ୍ ଆପଣଙ୍କ ସହିତ ଉପସ୍ଥିତ। ହଁ ଆଜ୍ଞା, ଠିକ୍ କଥା। ତାହେଲେ ଆପଣଙ୍କ ସାଥୀମାନଙ୍କର ପରିଚୟ ବି ଦିଅନ୍ତୁ, ଯାହାଫଳରେ ମନ୍ କି ବାତ୍ର ଶ୍ରୋତାମାନେ ଜାଣିପାରିବେ ଯେ ଆପଣମାନେ କେତେ ବଡ଼ ଅଭିଯାନଟିଏ ଚଳାଇଛନ୍ତି। ସାର୍, ମୋ ନାଁ ଅପର୍ଣ୍ଣା ଆତ୍ରେୟା। ମୁଁ 2ଟି ପିଲାର ମା, ଜଣେ ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ, ଆଉ କାହାଣୀ କହିବାକୁ ଖୁବ୍ ଭଲ ପାଉଥିବା ଜଣେ ଷ୍ଟୋରି ଟେଲର। ଗପ କହିବାଟା 15 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯେତେବେଳେ ମୁଁ ସଫ୍ଟୱେୟାର ଇଣ୍ଡଷ୍ଟ୍ରିରେ କାମ କରୁଥିଲି। ସେଠାରେ CSR ପ୍ରୋଜେକ୍ଟଗୁଡ଼ିକରେ ସ୍ୱେଚ୍ଛାକୃତ ଭାବେ କାମ କରିବାକୁ ଯେତେବେଳେ ଗଲି, ସେତେବେଳେ ହଜାର ହଜାର ପିଲାଙ୍କୁ କାହାଣୀ ମାଧ୍ୟମରେ ପାଠ ପଢ଼ାଇବାର ସୁଯୋଗ ମିଳିଲା। ମୁଁ ମୋ ଜେଜେମାଠାରୁ ଶୁଣିଥିବା ଗପଗୁଡ଼ିକ ସେଠାରେ କହୁଥିଲି, କିନ୍ତୁ ଗପ ଶୁଣିବା ବେଳେ ସେହି ପିଲାଙ୍କ ମୁହଁରେ ମୁଁ ଯେଉଁ ଖୁସି ଦେଖିଲି, ଯେଉଁ ହସ ଦେଖିଲି, ଯେଉଁ ଆନନ୍ଦ ଦେଖିଲି, ତାକୁ ଦେଖିକରି ମୁଁ ମନେ ମନେ ସ୍ଥିର କରି ନେଇଥିଲି ଯେ ଗପ କହିବା ମୋ ଜୀବନର ଗୋଟିଏ ଲକ୍ଷ୍ୟ ହେବ। ଆପଣଙ୍କ ଟିମ୍ରେ ସେଠି ଆଉ କିଏ ଅଛନ୍ତି? ଆଜ୍ଞା, ମୋ ସହିତ ଅଛନ୍ତି ଶୈଳଜା ସମ୍ପତ। ସାର୍ ନମସ୍କାର। ଆଜ୍ଞା ନମସ୍କାର। ମୁଁ ଶୈଳଜା ସମ୍ପତ କହୁଛି। ପ୍ରଥମେ ମୁଁ ଜଣେ ଶିକ୍ଷୟିତ୍ରୀ ଥିଲି। ମୋ ପିଲାମାନେ ବଡ଼ ହେବା ପରେ ମୁଁ ଥିଏଟରରେ କାମ କରିବା ଆରମ୍ଭ କଲି, କିନ୍ତୁ ଶେଷରେ କାହାଣୀ କହିବାରେ ହିଁ ସବୁଠୁ ବେଶୀ ଆତ୍ମତୃପ୍ତି ମିଳିଲା ମୋତେ। ଧନ୍ୟବାଦ ଶୈଳଜାଜୀ। ମୋ ସହିତ ସୌମ୍ୟା ଅଛନ୍ତି। ସାର୍ ନମସ୍କାର। ଆଜ୍ଞା ନମସ୍କାର। ମୁଁ ସୌମ୍ୟା ଶ୍ରୀନିବାସନ। ମୁଁ ଜଣେ ମନସ୍ତତ୍ତ୍ୱବିତ୍। ମୁଁ ଯେତେବେଳେ ପିଲା ଏବଂ ବଡ଼ମାନଙ୍କ ସହିତ କାମ କରେ, ସେତେବେଳେ ମୁଁ ଗପ ମାଧ୍ୟମରେ ମଣିଷ ମନରେ ନବରସର ସୃଷ୍ଟି ପାଇଁ ଉଦ୍ୟମ କରେ, ଆଉ ସେମାନଙ୍କ ସହ ଆଲୋଚନା ମଧ୍ୟ କରେ। ହିଲିଂ ଆଣ୍ଡ ଟ୍ରାନ୍ସଫର୍ମେଟିଭ୍ ଷ୍ଟୋରି ଟେଲିଂ ହେଉଛି ମୋର ଲକ୍ଷ୍ୟ। ସାର୍ ନମସ୍କାର। ଆଜ୍ଞା ନମସ୍କାର। ମୋ ନାଁ ଅପର୍ଣ୍ଣା ଜୟଶଙ୍କର। ମୋର ସୌଭାଗ୍ୟ, ମୁଁ ମୋ ଜେଜେମା ଏବଂ ଅଜା ଆଈଙ୍କ ସହିତ ଏହି ଦେଶର ବିଭିନ୍ନ ଅଞ୍ଚଳରେ ବଢ଼ିଛି। ତେଣୁ ରାମାୟଣ, ପୁରାଣ ଆଉ ଗୀତାର କାହାଣୀମାନ ମୋତେ ସବୁଦିନ ରାତିରେ ଶୁଣିବାକୁ ମିଳୁଥିଲା। ଆଉ ବେଙ୍ଗାଲୋର ଷ୍ଟୋରି ଟେଲିଂ ସୋସାଇଟି ଭଳି ସଂସ୍ଥା ଯେହେତୁ ରହିଛି, ତେଣୁ ମୁଁ ଜଣେ ଷ୍ଟୋରି ଟେଲର ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା। ମୋ ସହିତ ମୋ ସହକର୍ମୀ ଲାବଣ୍ୟ ପ୍ରସାଦ ବି ଅଛନ୍ତି। ଲାବଣ୍ୟାଜୀ ନମସ୍କାର। ଆଜ୍ଞା ନମସ୍କାର। ମୁଁ ଇଲେକ୍ଟ୍ରିକାଲ ଇଞ୍ଜିନିୟରରୁ ଜଣେ ପେସାଦାର ଷ୍ଟୋରି ଟେଲର ପାଲଟି ଯାଇଛି। ମୁଁ ମୋ ଜେଜେବାପାଙ୍କଠୁ ଗପ ଶୁଣି ଶୁଣି ବଡ଼ ହେଇଛି। ମୁଁ ବରିଷ୍ଠ ନାଗରିକମାନଙ୍କ ସହିତ କାମ କରୁଛି। ରୁଟ୍ସ ନାମକ ମୋର ଗୋଟିଏ ବିଶେଷ ପ୍ରକଳ୍ପ ଜରିଆରେ ମୁଁ ସେମାନଙ୍କୁ ତାଙ୍କ ପରିବାର ପାଇଁ ନିଜ ନିଜର କାହାଣୀ ସବୁକୁ ଲିପିବଦ୍ଧ କରିବା ନିମନ୍ତେ ସାହାଯ୍ୟ କରୁଛି। ଲାବଣ୍ୟାଜୀ, ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆପଣ ଯାହା କହିଲେ, ମୁଁ ମଧ୍ୟ ଆଗରୁ ଥରେ ମନ୍ କି ବାତ୍ରେ ସମସ୍ତଙ୍କୁ କହିଥିଲି ଯେ ଯଦି ଆପଣଙ୍କ ପରିବାରରେ ନିଜର ଜେଜେବାପା, ଜେଜେମା, ଅଜା ଆଈ ଅଛନ୍ତି, ତାହେଲେ ସେମାନଙ୍କୁ ତାଙ୍କ ପିଲାଦିନ କଥା ପଚାରନ୍ତୁ ଆଉ ତାକୁ ରେକର୍ଡ କରିନିଅନ୍ତୁ। ତାହା ଆପଣଙ୍କୁ ବହୁତ କାମରେ ଲାଗିବ। ଏକଥା ମୁଁ କହିଥିଲି। ଆପଣମାନେ ନିଜର ପରିଚୟ ପ୍ରଦାନ କରିଥିବାରୁ, ନିଜ କଳା, ନିଜର କମ୍ୟୁନିକେସନ ସ୍କିଲ୍ ଆଉ ଖୁବ୍ କମ୍ ଶବ୍ଦରେ ଉତ୍ତମ ଭାବେ ଆପଣମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିବାରୁ ମୁଁ ମଧ୍ୟ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ତେବେ ଏଥର ଆମର ମନ୍ କି ବାତ୍ର ଶ୍ରୋତାମାନଙ୍କର ମଧ୍ୟ ଇଚ୍ଛା ହେଉଥିବ ଗପ ଶୁଣିବାକୁ। ଆପଣମାନଙ୍କୁ ଗୋଟିଏ ଦୁଇଟି ଗପ ଶୁଣାଇବାକୁ ଅନୁରୋଧ କରିପାରେ କି? ଆଜ୍ଞା ନିଶ୍ଚିତ ରୂପେ, ଇଏ ତ ଆମ ସୌଭାଗ୍ୟ। ଆସନ୍ତୁ ଏଥର ଶୁଣିବା ଜଣେ ରାଜାଙ୍କ କାହାଣୀ। ରାଜାଙ୍କ ନାମ ଥିଲା କୃଷ୍ଣଦେବରାୟ ଆଉ ରାଜ୍ୟର ନାମ ଥିଲା ବିଜୟନଗର। ରାଜା ଥିଲେ ଖୁବ୍ ଗୁଣବାନ। ତାଙ୍କର ଦୁର୍ବଳତା ଭିତରେ ଥିଲା କେବଳ 2ଟି କଥା। ପ୍ରଥମଟି ନିଜ ମନ୍ତ୍ରୀ ତେନାଲିରାମଙ୍କୁ ବେଶୀ ଭଲ ପାଇବା, ଆଉ ଦ୍ୱିତୀୟରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା। ରାଜା ପ୍ରତିଦିନ ଦ୍ୱିପହରରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଆଶାରେ ଭୋଜନ ପାଇଁ ବସୁଥିଲେ, କିନ୍ତୁ ପ୍ରତିଦିନ ତାଙ୍କ ରୋଷେଇଆ ତାଙ୍କୁ ସେଇ ସ୍ୱାଦହୀନ ତରକାରୀ ଖୁଆଉଥିଲେ। ଜହ୍ନି, ଲାଉ, କଖାରୁ, ଉଫ୍! ଦିନେ ରାଗିଯାଇ ରାଜା ନିଜର ଥାଳିକୁ ଫୋପାଡ଼ି ଦେଲେ। ରାଗରେ ସେ ତାଙ୍କ ରୋଷେଇଆକୁ କହିଲେ, କାଲି କିଛି ସୁସ୍ୱାଦୁ ତରକାରୀ ରାନ୍ଧିବ, ନହେଲେ ତୁମକୁ ଶୂଳିରେ ଚଢ଼େଇଦେବି। ବିଚରା ରୋଷେଇଆ ଡରିଗଲା। ସେ ନୂଆ ପରିବା ଆଣିବ ବା କେଉଁଠୁ?
ରୋଷେଇଆ ସିଧା ଦୌଡ଼ିଗଲା ତେନାଲି ରାମଙ୍କ ପାଖକୁ ଆଉ ତାଙ୍କୁ ସବୁ କଥା କହିଲା। ତା କଥା ଶୁଣି ତେନାଲି ରାମା ରୋଷେଇଆକୁ ଗୋଟିଏ ଉପାୟ ବତେଇଲେ। ପରଦିନ ରାଜା ଭୋଜନ ସମୟରେ ଆସି ପହଞ୍ଚିଲେ ଆଉ ରୋଷେଇଆକୁ ଡାକ ପକେଇଲେ। ପଚାରିଲେ, ଆଜି କିଛି ଭଲ ରାନ୍ଧିଛ ନା ତମ ପାଇଁ ଶୁଳି ପ୍ରସ୍ତୁତ କରିବି? ଭୟଭୀତ ରୋଷେଇଆ ସାଙ୍ଗେ ସାଙ୍ଗେ ଥାଳିରେ ଖାଦ୍ୟ ପରସିଦେଲା। ଥାଳିରେ ନୂଆ ପ୍ରକାର ତରକାରୀ ଥିଲା। ରାଜା ଉତ୍ସାହିତ ହେଲେ ଆଉ ଟିକିଏ ତରକାରୀ ଚାଖିଲେ। ଆରେ ବା, କି ବଢ଼ିଆ ହେଇଛି! ନା ଜହ୍ନି ଭଳିଆ ଫିକା ନା କଖାରୁ ଭଳି ମିଠା। ରୋଷେଇଆ ପକାଇଥିବା ସବୁ ପ୍ରକାର ମସଲା ଖୁବ୍ ଭଲ ଭାବରେ ମିଶେଇ ଯାଇଥିଲା। ଆଙ୍ଗୁଠି ଚାଟୁ ଚାଟୁ ସନ୍ତୁଷ୍ଟ ରାଜା ରୋଷେଇଆକୁ ଡାକି ପଚାରିଲେ, ସେଟା କି ତରକାରୀ ଥିଲା? ସେ ତରକାରୀର ନାଁ କ'ଣ? ଶିଖା ଯାଇଥିବା ଅନୁସାରେ ରୋଷେଇଆ ଉତ୍ତର ଦେଲା, ମହାରାଜ, ଇଏ ମୁକୁଟଧାରୀ ବାଇଗଣ। ପ୍ରଭୁ, ଠିକ୍ ଆପଣଙ୍କ ଭଳି ଇଏ ବି ପରିବା ଭିତରେ ରାଜା। ସେଇଥିପାଇଁ ଅନ୍ୟ ପରିବାମାନେ ବାଇଗଣକୁ ମୁକୁଟ ପିନ୍ଧେଇଛନ୍ତି। ଖୁସି ରାଜା କହିଲେ, ଆଜିଠୁ ତାହେଲେ ଆମେ ମୁକୁଟଧାରୀ ବାଇଗଣ ଖାଇବୁ। ଆଉ କେବଳ ଆମେ ନୁହେଁ, ଆମ ରାଜ୍ୟର ସମସ୍ତେ ଆକୁ ଖାଇବେ। ଆମ ରାଜ୍ୟରେ ଏଇ ବାଇଗଣ ଛଡ଼ା ଆଉ କୌଣସି ତରକାରୀ ରନ୍ଧା ହବନି। ରାଜା ଆଉ ପ୍ରଜା ଉଭୟ ଖୁସି ଥିଲେ। ପ୍ରଥମେ ସେମାନେ ଖୁସି ଥିଲେ କାରଣ ସେମାନେ ଗୋଟିଏ ନୂଆ ପରିବା ପାଇଥିଲେ। କିନ୍ତୁ ଦିନ ବିତିବା ସାଙ୍ଗକୁ ସେଥିରେ ପୁଣି ବ୍ୟତିକ୍ରମ ଦେଖାଗଲା। ଗୋଟିଏ ଘରେ ବାଇଗଣ ଭର୍ତ୍ତା ତ ଆଉ ଗୋଟେ ଘରେ ବାଇଗଣ ଭଜା। ଜଣକ ଘରେ କତା ସମ୍ବର ତ ଅନ୍ୟ ଜଣକ ଘରେ ୱାଙ୍ଗି ଭାତ। ବିଚରା ବାଇଗଣଟି କେତେ ରୂପ ଧାରଣ କରିଥାନ୍ତା। ଧୀରେ ଧୀରେ ରାଜା ମଧ୍ୟ ବିରକ୍ତ ହେଇଗଲେ। ସବୁଦିନ ସେଇ ଏକା ବାଇଗଣ। ଏମିତି ଦିନ ଆସିଲା ଯେ ରାଜା ରୋଷେଇଆକୁ ଡାକି ଖୁବ୍ ବିରକ୍ତି ପ୍ରକାଶ କଲେ। ପଚାରିଲେ, ବାଇଗଣ ମୁଣ୍ଡରେ ମୁକୁଟ ଅଛି ବୋଲି ତମକୁ କିଏ କହିଲା? ଆମ ରାଜ୍ୟରେ ଆଜିଠୁ କେହି ଆଉ ବାଇଗଣ ଖାଇବେନି। କାଲିଠି ଆଉ ଯାହା କିଛି ତରକାରୀ କରିବ, କିନ୍ତୁ ବାଇଗଣ ତରକାରୀ ଆଦୌ କରିବନି। ଯଥାଜ୍ଞା ମହାରାଜ କହି ରୋଷେଇଆ ସିଧା ତେନାଲି ରାମଙ୍କ ପାଖକୁ ଗଲା। ତାଙ୍କ ଗୋଡ଼ ଧରି କହିଲା, ମନ୍ତ୍ରୀ ମହୋଦୟ, ଧନ୍ୟବାଦ, ଆପଣ ମୋ ଜୀବନ ବଞ୍ଚେଇ ଦେଲେ। ଆପଣଙ୍କ ପରାମର୍ଶ ଅନୁସାରେ ଏଥର ମୁଁ ଅନ୍ୟ ତରକାରୀ ମଧ୍ୟ ରାନ୍ଧି ରାଜାଙ୍କୁ ଖୁଆଇପାରେ। ତେନାଲି ରାମ ହସି ହସି କହିଲେ, ଯିଏ ରାଜାଙ୍କୁ ଖୁସି ନ ରଖିପାରେ ସିଏ କି ମନ୍ତ୍ରୀ? ଏଇଭଳି କୃଷ୍ଣଦେବରାୟ ଆଉ ତେନାଲି ରାମଙ୍କ ନୂଆ ନୂଆ ଗପ ସୃଷ୍ଟି ହେଇ ଚାଲିଲା ଆଉ ଲୋକ ଶୁଣି ଚାଲିଲେ। ଧନ୍ୟବାଦ। ଆପଣଙ୍କ କଥାରେ ଏତେ ଏକ୍ଜାକ୍ଟନେସ୍ ଥିଲା, ଏତେ ନିଖୁଣତା ଥିଲା ଯେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଯିଏ ବି ତାକୁ ଶୁଣିବେ ନିଶ୍ଚୟ ମନେ ରଖିବେ। ଆପଣ ଖୁବ୍ ଭଲ ଢଙ୍ଗରେ ଏହାକୁ ପରିବେଷଣ କଲେ। ଆଉ ବିଶେଷ କନସିଡେନ୍ସ ଯେ ଦେଶରେ ଏବେ ପୁଷ୍ଟି ମାସ ଚାଲିଛି ଆଉ ଆପଣଙ୍କ କାହାଣୀଟି ମଧ୍ୟ ଭୋଜନ ସହ ସମ୍ପର୍କିତ। ଆପଣମାନେ ଯେଉଁମାନେ ଏହି କାହାଣୀ କହିବାର କାର୍ଯ୍ୟ କରୁଛନ୍ତି, ଆପଣଙ୍କୁ ଦେଖିବାକୁ ପଡ଼ିବ କିଭଳି ଆମେ ଆମର ନୂତନ ପିଢ଼ିକୁ ଆମର ମହାପୁରୁଷ ମହିୟସୀ ମହିଳାମାନଙ୍କର କଥା କାହାଣୀ ଆକାରରେ କହିପାରିବା। ଆମେ କଥାଶାସ୍ତ୍ରର କିଭଳି ଅଧିକ ପ୍ରଚାର କରିବା, ଏହାକୁ ଜନପ୍ରିୟ କରିବା ଏବଂ ପ୍ରତ୍ୟେକ ଘରେ ପିଲାଙ୍କୁ ଭଲ କାହାଣୀ କହିବା ଆଉ ଶୁଣେଇବା, ତାହା ମଧ୍ୟ ଗୋଟିଏ ବହୁତ ବଡ଼ କାମ ହେବ। ଏଭଳି ପରିବେଶ ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ ମିଶି କାମ କରିବା ଉଚିତ। ଆପଣମାନଙ୍କ ସହ କଥା ହେଇ ମୋତେ ଖୁବ୍ ଭଲ ଲାଗିଲା। ମୁଁ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି। ଧନ୍ୟବାଦ। ଧନ୍ୟବାଦ ସାର୍। କାହାଣୀ ମାଧ୍ୟମରେ ସଂସ୍କାର ସରିତାକୁ ଆଗେଇ ନେଉଥିବା ଏହି ଭଉଣୀମାନଙ୍କ କଥା ଆମେ ଶୁଣିଲୁ। ମୁଁ ଯେତେବେଳେ ଫୋନରେ ସେମାନଙ୍କ ସହ କଥା ହେଉଥିଲି, ତାହା ଏତେ ଲମ୍ବା ସମୟ ଧରି ହୋଇଥିଲା ଯାହା ମନ୍ କି ବାତ୍ର ସମୟସୀମାକୁ ଟପି ଯାଇପାରେ ବୋଲି ମୁଁ ଅନୁଭବ କଲି। ତେଣୁ ତାଙ୍କ ସହ ହୋଇଥିବା ମୋର ସମ୍ପୂର୍ଣ୍ଣ ବାର୍ତ୍ତାଳାପକୁ ମୁଁ ମୋର ନରେନ୍ଦ୍ର ମୋଦି ଆପ୍ରେ ଅପଲୋଡ୍ କରିବି। ସମ୍ପୂର୍ଣ୍ଣ ବାର୍ତ୍ତାଳାପକୁ ଆପଣ ନିଶ୍ଚୟ ଶୁଣିବେ। ଏହି ମନ୍ କି ବାତ୍ରେ ମୁଁ କେବଳ ଏହାର ଗୋଟିଏ ଛୋଟ ଅଂଶ ହିଁ ଆପଣମାନଙ୍କୁ ଶୁଣେଇଛି। ପରିବାରରେ ପ୍ରତି ସପ୍ତାହରେ କାହାଣୀ ପାଇଁ କିଛି ସମୟ ବାହାର କରିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଏକଥା ମଧ୍ୟ କହିପାରନ୍ତି ଯେ ପରିବାରର ପ୍ରତ୍ୟେକ ସଭ୍ୟଙ୍କୁ ପ୍ରତି ସପ୍ତାହରେ ଗୋଟିଏ ବିଷୟ ଦେଇ, ଯେମିତିକି କରୁଣା, ସମ୍ବେଦନଶୀଳତା, ପରାକ୍ରମ, ତ୍ୟାଗ, ଶୌର୍ଯ୍ୟ, କୌଣସି ଗୋଟିଏ ବିଷୟକୁ ନେଇ ପରିବାରର ସମସ୍ତ ସଦସ୍ୟ ସେହି ସପ୍ତାହରେ ସେହି ବିଷୟ ଉପରେ କାହାଣୀ ଖୋଜି ପ୍ରତ୍ୟେକ ଗୋଟିଏ ଗୋଟିଏ କାହାଣୀ କହିବେ। ଆପଣ ଦେଖନ୍ତୁ ପରିବାରରେ କେତେ ବଡ଼ ଭଣ୍ଡାର ହୋଇଯିବ, ଗବେଷଣାର କେତେ ବଢ଼ିଆ କାମ ହୋଇଯିବ, ସମସ୍ତଙ୍କୁ କେତେ ଆନନ୍ଦ ଲାଗିବ ଏବଂ ପରିବାରରେ ଗୋଟିଏ ନୂଆ ପ୍ରାଣ, ନୂଆ ଶକ୍ତି ଆସିବ। ସେହିଭଳି ଆମେ ଆଉ ଗୋଟିଏ କାମ ମଧ୍ୟ କରିପାରିବା।
ମୁଁ ଗଳ୍ପ ଶୁଣାଉଥିବା ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛୁ। ଆମେ କ'ଣ ଆମ ଗପମାନଙ୍କରେ ପରାଧୀନ ସମୟର ଯେତେ ପ୍ରେରଣାଦାୟକ କାହାଣୀ ଅଛି ସେଗୁଡ଼ିକୁ ଗପ ଆକାରରେ ପ୍ରଚାର କରିପାରିବା? ବିଶେଷକରି 1857ରୁ 1947 ପର୍ଯ୍ୟନ୍ତ ପ୍ରତ୍ୟେକ ଛୋଟମୋଟ ଘଟଣାକୁ ଏବେ ଆମର ନୂଆ ପିଢ଼ିକୁ କାହାଣୀ ମାଧ୍ୟମରେ ପରିଚିତ କରାଇପାରିବା। ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚିତ ଭାବେ ଏହି କାମ କରିବେ। କାହାଣୀ କହିବାର ଏହି କଳା ଦେଶରେ ଆହୁରି ଅଧିକ ମଜବୁତ ହେଉ ଏବଂ ଅଧିକ ପ୍ରଚାର ପ୍ରସାର ହେଉ ଓ ସହଜ ହେଉ, ସେଥିପାଇଁ ଆସନ୍ତୁ ଆମେ ସମସ୍ତେ ଚେଷ୍ଟା କରିବା। ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ କାହାଣୀର ଦୁନିଆରୁ ଆମେ ଏବେ 7 ସମୁଦ୍ର ପାର ହେଇ ସେପଟର ଏକ ସ୍ୱର ଶୁଣିବା। ନମସ୍ତେ ଭାଇ ଓ ଭଉଣୀମାନେ, ମୋର ନାଁ ସେଦୁ ଦେମ୍ବେଲ। ପଶ୍ଚିମ ଆଫ୍ରିକାର ଏକ ଦେଶ ମାଲିରେ ମୋର ଘର। ମୋତେ ଫେବୃଆରୀ ମାସରେ ଭାରତ ଭ୍ରମଣ ବେଳେ ସବୁଠୁ ବଡ଼ ଉତ୍ସବ କୁମ୍ଭମେଳାକୁ ଯିବାର ସୁଯୋଗ ମିଳିଥିଲା। ମୋ ପାଇଁ ଏହା ବହୁତ ଗର୍ବର କଥା। କୁମ୍ଭମେଳାକୁ ଯାଇ ମୋତେ ବହୁତ ଭଲ ଲାଗିଲା ଓ ଭାରତର ସଂସ୍କୃତିକୁ ଦେଖି ବହୁତ କିଛି ଶିଖିବାକୁ ମିଳିଲା। ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଆମକୁ ଆଉ ଥରେ ଭାରତ ଭ୍ରମଣରେ ଯିବାକୁ ସୁଯୋଗ ଦିଆଯାଉ, ଯେପରିକି ଆମେ ଭାରତ ସମ୍ପର୍କରେ ଆହୁରି ଅଧିକ କିଛି ଶିଖିପାରିବୁ। ନମସ୍ତେ। ଖୁବ୍ ମଜାଦାର ନା? ଇଏ ଥିଲେ ମାଲିର ସେଦୁ ଦେମ୍ବେଲେ। ମାଲି ଭାରତରୁ ଅନେକ ଦୂର ପଶ୍ଚିମ ଆଫ୍ରିକାର ଏକ ବଡ଼ ଏବଂ ଲ୍ୟାଣ୍ଡ ଲକ୍ଡ ଦେଶ। ସେଦୁ ଦେମ୍ବେଲ ମାଲିର ଗୋଟିଏ ସହର କିଟାରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି। ସେ ପିଲାଙ୍କୁ ଇଂରାଜୀ, ସଙ୍ଗୀତ, ଚିତ୍ରକଳା ପଢ଼ାନ୍ତି, ଶିଖାନ୍ତି। କିନ୍ତୁ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି। ଲୋକେ ତାଙ୍କୁ ମାଲିର ହିନ୍ଦୁସ୍ତାନ କା ବାବୁ କହନ୍ତି ଏବଂ ଏପରି କୁହାଯିବାରେ ସେ ବହୁତ ଗର୍ବ ଅନୁଭବ କରନ୍ତି। ପ୍ରତ୍ୟେକ ରବିବାର ଅପରାହ୍ନରେ ସେ ମାଲିରେ 1 ଘଣ୍ଟାର ରେଡିଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି। ଏହି କାର୍ଯ୍ୟକ୍ରମର ନାଁ ଇଣ୍ଡିଆନ୍ ଫ୍ରିକ୍ୱେନ୍ସି ଅନ୍ ବଲିଉଡ୍ ସଙ୍ଗ୍ସ। ଏହାକୁ ସେ ଗତ 23 ବର୍ଷ ଧରି ପ୍ରସ୍ତୁତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଫରାସୀ ସହିତ ମାଲିର ଲୋକଭାଷା ବମ୍ବାରାରେ ବି ଖୁବ୍ ନାଟକୀୟ ଢଙ୍ଗରେ ଉପସ୍ଥାପନା କରନ୍ତି। ଭାରତ ପ୍ରତି ତାଙ୍କ ମନରେ ଅଗାଧ ପ୍ରେମ ରହିଛି। ଭାରତ ସହ ତାଙ୍କର ଗଭୀର ସମ୍ପର୍କର ଆଉ ଏକ କାରଣ ହେଉଛି ତାଙ୍କ ଜନ୍ମ 15 ଅଗଷ୍ଟରେ ହୋଇଥିଲା। ସେଦୁଜୀ ଆଉ ଏକ 2 ଘଣ୍ଟିଆ କାର୍ଯ୍ୟକ୍ରମ ଏବେ ପ୍ରତ୍ୟେକ ରବିବାର ରାତି 9ଟାରେ ଆରମ୍ଭ କରିଛନ୍ତି। ଏଥିରେ ସେ ଗୋଟିଏ ବଲିଉଡ୍ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କାହାଣୀ ଫରାସୀ ଆଉ ବମ୍ବାରା ଭାଷାରେ ଶୁଣାଇଥାନ୍ତି। ବେଳେବେଳେ ସେ କୌଣସି ଭାବପ୍ରବଣ ଦୃଶ୍ୟ ସମ୍ପର୍କରେ କହୁଥିବା ସମୟରେ ନିଜେ ମଧ୍ୟ ଏବଂ ତାଙ୍କର ଶ୍ରୋତା ମଧ୍ୟ ଏକା ସାଙ୍ଗରେ କାନ୍ଦି ପକାନ୍ତି। ସେଦୁଜୀଙ୍କର ବାପା ହିଁ ତାଙ୍କୁ ଭାରତୀୟ ସଂସ୍କୃତି ସହ ତାଙ୍କର ପରିଚୟ କରାଇଥିଲେ। ତାଙ୍କ ବାପା ଚଳଚ୍ଚିତ୍ର ଏବଂ ମଞ୍ଚ ନାଟକରେ କାମ କରୁଥିଲେ ଆଉ ସେଠାରେ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେଉଥିଲା। ଏ ବର୍ଷ 15 ଅଗଷ୍ଟରେ ସେ ହିନ୍ଦୀରେ ଗୋଟିଏ ଭିଡିଓ ମାଧ୍ୟମରେ ଭାରତର ଲୋକଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଥିଲେ। ଆଜି ତାଙ୍କର ପିଲାମାନେ ଭାରତର ଜାତୀୟ ସଙ୍ଗୀତକୁ ସହଜରେ ଗାନ କରନ୍ତି। ଆପଣ ଏହି 2ଟି ଭିଡିଓ ନିଶ୍ଚୟ ଦେଖନ୍ତୁ ଏବଂ ତାଙ୍କର ଭାରତ ପ୍ରେମକୁ ଅନୁଭବ କରନ୍ତୁ। ସେଦୁଜୀ ଯେତେବେଳେ କୁମ୍ଭମେଳାକୁ ଆସିଥିଲେ ସେତେବେଳେ ସେ ସେହି ପ୍ରତିନିଧି ଦଳର ଜଣେ ଥିଲେ ଯାହାଙ୍କୁ ମୁଁ ଭେଟିଥିଲି। ଭାରତ ପାଇଁ ତାଙ୍କର ଏହିଭଳି ଆବେଗ, ସ୍ନେହ ଆଉ ଭଲ ପାଇବା ପ୍ରକୃତରେ ଆମ ପାଇଁ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଆମର ଏଠି କୁହାଯାଏ ଯେ ମାଟି ସହ ଯିଏ ଯେତିକି ଜଡ଼ିତ ହୋଇ ରହିଥାଏ ସେ ବଡ଼ ବଡ଼ ଝଡ଼ରେ ମଧ୍ୟ ଅଟଳ ରହିଥାଏ। କରୋନାର ଏହି କଠିନ ସମୟରେ ଆମର କୃଷି କ୍ଷେତ୍ର, ଆମର କୃଷକ ଏହାର ଜୀବନ୍ତ ଉଦାହରଣ। ଏହି ସଙ୍କଟ କାଳରେ ମଧ୍ୟ ଆମ ଦେଶର କୃଷି କ୍ଷେତ୍ର ନିଜର ଶକ୍ତି ଦେଖାଇଛି। ବନ୍ଧୁଗଣ, ଦେଶର କୃଷି କ୍ଷେତ୍ର, ଆମର କୃଷକ, ଆମର ଗାଁ ଆତ୍ମନିର୍ଭର ଭାରତର ଆଧାର। ଏହା ମଜବୁତ ହେଲେ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ମଜବୁତ ହେବ। ବିଗତ କିଛି ଦିନରେ ଏହି କ୍ଷେତ୍ରଟି ନିଜକୁ ଅନେକ ବନ୍ଧନରୁ ମୁକ୍ତ କରିଛି, ଅନେକ କଥନକୁ ଭାଙ୍ଗିବାର ପ୍ରୟାସ କରିଛି। ମୋତେ ଅନେକ ଚାଷୀଙ୍କର ଚିଠି ମିଳେ। ଚାଷୀ ସଂଗଠନ ସହ ମୋର ଆଲୋଚନା ହୁଏ, ଯେଉଁମାନେ କହନ୍ତି କେମିତି ଚାଷ ସହ ନୂଆ ନୂଆ କଥା ଯୋଡ଼ି ହେଉଛି, କିପରି କୃଷିରେ ପରିବର୍ତ୍ତନ ଆସୁଛି। ଯାହା ମୁଁ ତାଙ୍କଠାରୁ ଶୁଣିଛି, ଯାହା ଅନ୍ୟମାନଙ୍କଠାରୁ ଶୁଣିଛି, ଆଜି ମନ୍ କି ବାତ୍ରେ ସେହି କୃଷକମାନଙ୍କର କିଛି କଥା ନିଶ୍ଚୟ ଆପଣମାନଙ୍କୁ ଶୁଣାଉଛି। ହରିୟାଣାର ସୋନପତ ଜିଲ୍ଲାରେ ଆମର ଜଣେ ଚାଷୀ ଭାଇ ରହନ୍ତି ଯାହାଙ୍କ ନାମ ଶ୍ରୀ କଁୱର ଚୌହାନ। ସେ କହିଥିଲେ ଯେ ଦିନ ଥିଲା କେମିତି ତାଙ୍କୁ ମଣ୍ଡି ବାହାରେ ନିଜର ଫଳ ଆଉ ପନିପରିବା ବିକିବା ପାଇଁ ଖୁବ୍ ଅସୁବିଧା ହେଉଥିଲା। ଯଦି ସେ ମଣ୍ଡି ବାହାରେ ନିଜର ଫଳ ଓ ପନିପରିବା ବିକୁଥିଲେ, ଅନେକ ଥର ତାଙ୍କର ଫଳ ପନିପରିବା
ଗାଡ଼ି ପର୍ଯ୍ୟନ୍ତ ଜବତ ହେଉଥିଲା। କିନ୍ତୁ 2014ରେ ଫଳ ଓ ପନିପରିବାକୁ ଏପିଏମସି ଆକ୍ଟରୁ ବାହାର କରିଦିଆଗଲା। ଏହାଦ୍ୱାରା ତାଙ୍କୁ ଆଉ ତାଙ୍କର ଚାଷୀ ବନ୍ଧୁମାନଙ୍କୁ ବହୁତ ଲାଭ ହେଲା। 4 ବର୍ଷ ପୂର୍ବରୁ ସେ ନିଜ ଗାଁର ଚାଷୀ ବନ୍ଧୁମାନଙ୍କ ସହ ମିଶି ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଗଢ଼ିଲେ। ଆଜି ଗାଁର ଚାଷୀମାନେ ସୁଇଟକର୍ନ ଏବଂ ବେବିକର୍ନ ଚାଷ କରୁଛନ୍ତି। ତାଙ୍କ ଉତ୍ପାଦ ଆଜି ଦିଲ୍ଲୀର ଆଜାଦପୁର ମଣ୍ଡି, ବଡ଼ ବଡ଼ ରିଟେଲ ଚେନ୍ ତଥା ପଞ୍ଚତାରକା ହୋଟେଲଗୁଡ଼ିକୁ ସିଧାସଳଖ ଯୋଗାଣ ହେଉଛି। ଆଜି ଗାଁର ଚାଷୀମାନେ ସୁଇଟକର୍ନ ଓ ବେବିକର୍ନ ଚାଷରୁ ପ୍ରତିବର୍ଷ ଏକର ପିଛା 2.5 ରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ, ଏହି ଗାଁର 60ରୁ ଅଧିକ ଚାଷୀ ନେଟ୍ ହାଉସ୍ ତିଆରି କରି, ପଲି ହାଉସ୍ ତିଆରି କରି ଟମାଟୋ, କାକୁଡ଼ି, କ୍ୟାପ୍ସିକମ୍ ଏସବୁର ଭିନ୍ନ ଭିନ୍ନ କିସମ ଉତ୍ପାଦନ କରି ପ୍ରତିବର୍ଷ ଏକର ପିଛା 10 ରୁ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଜାଣନ୍ତି, ଏହି ଚାଷୀଙ୍କ ପାଖରେ ଅଲଗା କ'ଣ କିଛି ଅଛି? ନିଜ ଫଳ ପନିପରିବାକୁ କେଉଁଠି ମଧ୍ୟ କାହାକୁ ମଧ୍ୟ ବିକିବାର ଶକ୍ତି ଅଛି ଏବଂ ଏହି ଶକ୍ତି ହିଁ ସେମାନଙ୍କ ପ୍ରଗତିର ଆଧାର। ଏବେ ଏହି ଶକ୍ତି ଦେଶର ଅନ୍ୟ କୃଷକମାନଙ୍କୁ ମଧ୍ୟ ମିଳିଛି। କେବଳ ଫଳ ପନିପରିବା ପାଇଁ ନୁହେଁ, ନିଜ କ୍ଷେତରେ ସେମାନେ ଯାହା ଉତ୍ପାଦନ କରୁଛନ୍ତି, ଧାନ, ଗହମ, ସୋରିଷ, ଆଖୁ ଯାହା ବି କରୁଛନ୍ତି, ତାକୁ ସେମାନେ ନିଜର ଇଚ୍ଛା ଅନୁସାରେ ଯେଉଁଠି ଅଧିକ ଦାମ ମିଳିବ ସେଇଠି ଏବେ ସେମାନଙ୍କୁ ବିକିବାର ସ୍ୱାଧୀନତା ମିଳିଯାଇଛି। ବନ୍ଧୁଗଣ, 3-4 ବର୍ଷ ପୂର୍ବେ ମହାରାଷ୍ଟ୍ରରେ ଫଳ ପନିପରିବାକୁ ଏପିଏମସି ଅଧୀନରୁ ବାହାରକୁ ଅଣାଯାଇଥିଲା। ଏହି ପରିବର୍ତ୍ତନ କିପରି ମହାରାଷ୍ଟ୍ରରେ ଫଳ ଆଉ ପନିପରିବା ଚାଷ କରୁଥିବା ଚାଷୀଙ୍କର ସ୍ଥିତିକୁ ବଦଳାଇ ଦେଇଛି, ଏହାର ଉଦାହରଣ ହେଉଛି ଶ୍ରୀ ସ୍ୱାମୀ ସମର୍ଥ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍। ଏହା ଚାଷୀମାନଙ୍କର ଏକ ଗୋଷ୍ଠୀ। ପୁଣେ ଓ ମୁମ୍ବାଇରେ ଚାଷୀ ସାପ୍ତାହିକ ବଜାର ନିଜେ ଚଳାଉଛନ୍ତି। ଏହି ବଜାରଗୁଡ଼ିକରେ ପ୍ରାୟ 70 ଗାଁର 4,500 ଚାଷୀଙ୍କର ଉତ୍ପାଦ ସିଧାସଳଖ ବିକ୍ରି ହୋଇଥାଏ। କୌଣସି ମଧ୍ୟସ୍ଥ ନଥାନ୍ତି। ଗାଁର ଯୁବକମାନେ ସିଧା ବଜାରରେ ଚାଷ ଓ ଉତ୍ପାଦ ବିକ୍ରି ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି। ଏହାର ସିଧା ଲାଭ ଚାଷୀଙ୍କୁ ହିଁ ମିଳିଥାଏ ଆଉ ଗାଁର ଯୁବପିଢ଼ିକୁ ରୋଜଗାର ଦେଇଥାଏ। ଆଉ ଗୋଟିଏ ଉଦାହରଣ ତାମିଲନାଡୁର ଥେନି ଜିଲ୍ଲାର। ଏଇଠି ତାମିଲନାଡୁ କଦଳୀ ଉତ୍ପାଦକ କୃଷକ କମ୍ପାନୀ। ଏହି କୃଷକ କମ୍ପାନୀ କହିବାକୁ ସିନା କମ୍ପାନୀ, ପ୍ରକୃତରେ ଚାଷୀମାନେ ମିଳିମିଶି ନିଜେ ଏହି ଗୋଷ୍ଠୀ ଗଠନ କରିଛନ୍ତି। ଖୁବ୍ ନମନୀୟ ବ୍ୟବସ୍ଥା ଏବଂ ତାହା ମଧ୍ୟ 5-6 ବର୍ଷ ପୂର୍ବେ ସେମାନେ ଗଢ଼ିଛନ୍ତି। ଏହି କୃଷକ ଗୋଷ୍ଠୀ ଲକଡାଉନ ସମୟରେ ଆଖପାଖ ଗାଁରୁ ଶହ ଶହ ମେଟ୍ରିକ୍ ଟନ୍ ପନିପରିବା, ଫଳ ଓ କଦଳୀ କିଣିଥିଲେ ଏବଂ ଚେନ୍ନାଇ ସହରକୁ ପନିପରିବା ଏବଂ ଫଳର କମ୍ବୋ କିଟ୍ ଯୋଗାଇଥିଲେ। ଆପଣ ଚିନ୍ତା କରନ୍ତୁ, ସେମାନେ କେତେ କେତେ ଯୁବକ ଯୁବତୀଙ୍କୁ ରୋଜଗାର ଦେଇଥିବେ। ଆଉ ମଜା କଥା ହେଲା ଯେ ମଧ୍ୟସ୍ଥ ନଥିବା ଯୋଗୁଁ ଚାଷୀମାନଙ୍କର ବହୁତ ଲାଭ ହେଲା ଆଉ ଉପଭୋକ୍ତାଙ୍କୁ ମଧ୍ୟ ଲାଭ ମିଳିଲା। ସେହିପରି ଲକ୍ଷ୍ନୌରେ ମଧ୍ୟ ଏକ କୃଷକ ଗୋଷ୍ଠୀ ରହିଛି। ସେମାନେ ନାଁ ରଖିଛନ୍ତି ଇରାଦା ଫାର୍ମର ପ୍ରଡ୍ୟୁସର। ଏମାନେ ମଧ୍ୟ ଲକଡାଉନ ସମୟରେ ଚାଷୀମାନଙ୍କର କ୍ଷେତରୁ ସିଧାସଳଖ ଫଳ ଓ ପନିପରିବା ନେଇଥିଲେ ଆଉ ସିଧା ଯାଇ ଲକ୍ଷ୍ନୌ ବଜାରରେ ବିକିଲେ। ମଧ୍ୟସ୍ଥଙ୍କଠାରୁ ମୁକ୍ତି ମିଳିଲା ଏବଂ ନିଜ ନିଜ ମନ ମୁତାବକ ଦାମ ମଧ୍ୟ ସେମାନେ ପାଇଲେ। ବନ୍ଧୁଗଣ, ଗୁଜରାଟ ବନାସକଣ୍ଠାର ରାମପୁରା ଗାଁରେ ଇସ୍ମାଇଲ ଭାଇ ନାମକ ଜଣେ ଚାଷୀ ରହନ୍ତି। ତାଙ୍କ କାହାଣୀ ବି ବହୁତ ମଜାଦାର। ଇସ୍ମାଇଲ ଭାଇ ଚାଷ କରିବାକୁ ଚାହୁଁଥିଲେ, କିନ୍ତୁ ଏବେ ଯେମିତି ଅନ୍ୟମାନେ ଭାବୁଛନ୍ତି ତାଙ୍କ ପରିବାରକୁ ବି ଲାଗୁଥିଲା ଯେ ଇସ୍ମାଇଲ ଭାଇ ଏ କି କଥା କହୁଛନ୍ତି। ଇସ୍ମାଇଲ ଭାଇଙ୍କ ବାପା ଚାଷ କରୁଥିଲେ, କିନ୍ତୁ ସେଥିରେ ପ୍ରାୟ କ୍ଷତି ହେଉଥିଲା। ତେଣୁ ବାପା ମନା ମଧ୍ୟ କରିଥିଲେ, କିନ୍ତୁ ପରିବାରର ଲୋକଙ୍କ ମନା କରିବା ସତ୍ତ୍ୱେ ଇସ୍ମାଇଲ ଭାଇ ସ୍ଥିର କଲେ ଯେ ସେ ଚାଷ ହିଁ କରିବେ। ଇସ୍ମାଇଲ ଭାଇ ନିଷ୍ପତ୍ତି କରିସାରିଥିଲେ ଯେ ଯଦି ଚାଷ କ୍ଷତିର ବେଉସା, ତେବେ ସେ ଏହି ଭାବନା ଆଉ ସ୍ଥିତି ଦୁଇଟିକୁ ପରିବର୍ତ୍ତନ କରି ନିଶ୍ଚୟ ଦେଖାଇବେ। ସେ ଚାଷ ଆରମ୍ଭ କଲେ, କିନ୍ତୁ ନୂଆ ପଦ୍ଧତିରେ, ଅଭିନବ ଉପାୟରେ। ସେ ବୁନ୍ଦା ଜଳସେଚନ କରି ଆଳୁ ଚାଷ ଆରମ୍ଭ କଲେ ଏବଂ ଆଜି ତାଙ୍କର ଆଳୁ ଏକ ପରିଚୟ ସୃଷ୍ଟି କରିଛି। ସେ ଏପରି ଆଳୁ ଉତ୍ପାଦନ କରୁଛନ୍ତି ଯାହାର ମାନ ବହୁତ ଭଲ। ଇସ୍ମାଇଲ ଭାଇ ଏହି ଆଳୁକୁ ସିଧା ବଡ଼ ବଡ଼ କମ୍ପାନୀକୁ ବିକିଥାନ୍ତି। ମଧ୍ୟସ୍ଥଙ୍କର ନାଁ ଗନ୍ଧ ନଥାଏ ଆଉ ପରିଣାମରେ ବହୁତ ଭଲ ଲାଭ କରୁଛନ୍ତି। ଏବେ ତ ସେ ବାପାଙ୍କର ଋଣ ମଧ୍ୟ ପରିଶୋଧ କରିସାରିଛନ୍ତି ଏବଂ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଇସ୍ମାଇଲ ଭାଇ ଆଜି ନିଜ ଅଞ୍ଚଳର ଶହ ଶହ ଅନ୍ୟ ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ସେମାନଙ୍କର ମଧ୍ୟ ଜୀବନରେ ପରିବର୍ତ୍ତନ ହେଉଛି। ବନ୍ଧୁଗଣ, ଆଜିର ଦିନରେ ଆମେ ଚାଷକୁ ଯେତେ ଆଧୁନିକ ବିକଳ୍ପ ଦେବା, ତାହା ସେତିକି ଆଗକୁ ବଢ଼ିବ। ସେଥିରେ ନୂଆ ନୂଆ ପଦ୍ଧତି ଆସିବ, ଅଭିନବ ଉପାୟମାନ ଯୋଡ଼ି ହେବ।
ମଣିପୁରରେ ରହୁଥିବା ବିଜୟ ଶାନ୍ତି ଏକ ନୂଆ ଇନୋଭେସନ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ପଦ୍ମନାଡ଼ରୁ ସୂତା ତିଆରି କରିବାର ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି। ଆଜି ତାଙ୍କର ଇନୋଭେସନ ଯୋଗୁଁ ପଦ୍ମଫୁଲ ଚାଷ ଏବଂ ଟେକ୍ସଟାଇଲରେ ଏକ ନୂତନ ବାଟ ତିଆରି ହୋଇଛି। ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ଅତୀତର ଗୋଟିଏ ଘଟଣା ଭିତରକୁ ନେଇଯିବାକୁ ଚାହୁଁଛି। 101 ବର୍ଷର ପୁରୁଣା କଥା। 1919 ମସିହା ଇଂରେଜ ଶାସକ ଜାଲିଆନାୱାଲାବାଗରେ ନିର୍ଦ୍ଦୋଷ ଲୋକଙ୍କର ଗଣସଂହାର କରିଥିଲେ। ଏହି ନରସଂହାର ପରେ ଜଣେ 12 ବର୍ଷର ପିଲା ସେହି ଘଟଣାସ୍ଥଳକୁ ଯାଇଥିଲା। ସେହି ଖୁସମିଜାଜ ଆଉ ଚପଳ ବାଳକ କିନ୍ତୁ ଜାଲିଆନାୱାଲାବାଗରେ ଯାହା ଦେଖିଲା ତା ପାଇଁ ତାହା ଥିଲା ଅଚିନ୍ତନୀୟ। ଏକଥା ଭାବି ସେ ସ୍ତବ୍ଧ ହୋଇଯାଇଥିଲା ଯେ କେହି କ'ଣ ଏତେ ନିର୍ଦ୍ଦୟ ହୋଇପାରେ। ସେହି କୋମଳମତି ବାଳକ କ୍ରୋଧ ଜର୍ଜରିତ ହୋଇପଡ଼ିଲା। ସେ ଜାଲିଆନାୱାଲାବାଗରେ ସେ ଇଂରେଜ ଶାସନ ବିରୋଧରେ ଲଢ଼ିବା ପାଇଁ ପ୍ରତିଜ୍ଞା କଲା। ଆପଣ କ'ଣ ଜାଣିପାରିଲେଣି ଯେ ମୁଁ କାହା କଥା କହୁଛି? ହଁ, ମୁଁ ଶହୀଦ ବୀର ଭଗତ ସିଂଙ୍କର କଥା କହୁଛି। ଆସନ୍ତାକାଲି ସେପ୍ଟେମ୍ବର 28 ତାରିଖରେ ଆମେ ଶହୀଦ ବୀର ଭଗତ ସିଂଙ୍କର ଜୟନ୍ତୀ ପାଳନ କରିବା। ମୁଁ ସମସ୍ତ ଦେଶବାସୀଙ୍କ ସହ ସାହସ ଓ ବୀରତାର ପ୍ରତୀକ ଶହୀଦ ବୀର ଭଗତ ସିଂଙ୍କୁ ପ୍ରଣିପାତ କରୁଛି। ଆପଣ କ'ଣ କଳ୍ପନା କରିପାରିବେ ଯେ ପୃଥିବୀର ଏତେ ବଡ଼ ଅଂଶରେ ରାଜୁତି କରୁଥିବା ଶାସକ, ଯାହାଙ୍କ ସମ୍ପର୍କରେ କୁହାଯାଉଥିଲା ଯେ ତାଙ୍କ ଶାସନରେ ସୂର୍ଯ୍ୟ କେବେ ଅସ୍ତ ହୁଏନି, ଏତେ ଶକ୍ତିଶାଳୀ ଶାସକ ଜଣେ 23 ବର୍ଷର ଯୁବକ ପାଇଁ ଭୟଭୀତ ହୋଇଯାଇଥିଲା? ଶହୀଦ ଭଗତ ସିଂ ପରାକ୍ରମୀ ହେବା ସହ ବିଦ୍ୱାନ ମଧ୍ୟ ଥିଲେ, ଚିନ୍ତକ ଥିଲେ। ନିଜ ଜୀବନର ଚିନ୍ତା ନ କରି ଭଗତ ସିଂ ଓ ତାଙ୍କ କ୍ରାନ୍ତିବୀର ସାଥୀଗଣ ଏପରି ସାହସିକ କାର୍ଯ୍ୟ କରିଥିଲେ ଯାହାର ଦେଶ ସ୍ୱାଧୀନତାରେ ବହୁତ ବଡ଼ ଯୋଗଦାନ ଥିଲା। ଶହୀଦ ବୀର ଭଗତ ସିଂଙ୍କ ଜୀବନର ଆଉ ଏକ ସୁନ୍ଦର ଦିଗ ହେଉଛି ଯେ ସେ ଟିମ୍ ୱାର୍କର ମହତ୍ୱକୁ ଖୁବ୍ ଭଲ ଭାବରେ ବୁଝିଥିଲେ। ଲାଲା ଲାଜପତ ରାୟଙ୍କ ପ୍ରତି ତାଙ୍କର ସମର୍ପଣ ହେଉ ବା ଚନ୍ଦ୍ରଶେଖର ଆଜାଦ, ସୁଖଦେବ, ରାଜଗୁରୁ ସମେତ କ୍ରାନ୍ତିକାରୀମାନଙ୍କ ସହ ତାଙ୍କର ସମ୍ପର୍କ, ତାଙ୍କ ପାଇଁ କେବେ ବ୍ୟକ୍ତିଗତ ଗୌରବ ମହତ୍ୱପୂର୍ଣ୍ଣ ନଥିଲା। ସେ ଯେ ପର୍ଯ୍ୟନ୍ତ ଜୀବିତ ଥିଲେ କେବଳ ଗୋଟିଏ ଲକ୍ଷ୍ୟକୁ ନେଇ ବଞ୍ଚିଥିଲେ, ଆଉ ସେଇଥିପାଇଁ ନିଜକୁ ବି ବଳିଦାନ ଦେଇଥିଲେ। ସେହି ଲକ୍ଷ୍ୟ ଥିଲା ଭାରତକୁ ଅନ୍ୟାୟ ଆଉ ଇଂରେଜ ଶାସନରୁ ମୁକ୍ତ କରିବା। ମୁଁ ନାମୋ ଆପ୍ରେ ହାଇଦ୍ରାବାଦର ଅଜୟ ଏସ୍ ଜୀଙ୍କର ଏକ କମେଣ୍ଟ ପଢ଼ୁଥିଲି। ଅଜୟଜୀ ଲେଖିଛନ୍ତି, ଆଜିର ଯୁବପିଢ଼ି କିଭଳି ଭଗତ ସିଂଙ୍କ ଭଳି ହୋଇପାରିବେ? ଦେଖନ୍ତୁ, ଆମେ ଭଗତ ସିଂ ହୋଇପାରୁ କି ନ ହୋଇପାରୁ, କିନ୍ତୁ ଭଗତ ସିଂଙ୍କ ଭଳି ଦେଶପ୍ରେମ, ଦେଶ ପାଇଁ କିଛି କରିବାର ଆବେଗ ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଭିତରେ ରହୁ। ଏହା ଶହୀଦ ଭଗତ ସିଂଙ୍କ ପ୍ରତି ଆମର ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ। 4 ବର୍ଷ ପୂର୍ବେ ପ୍ରାୟ ଏହି ସମୟ ଥିଲା ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ବିଶ୍ୱ ଆମ ଯବାନଙ୍କର ସାହସ, ଶୌର୍ଯ୍ୟ ଆଉ ନିର୍ଭୀକତା ଦେଖିଥିଲା। ଆମ ବାହାଦୁର ସୈନିକଙ୍କର ଗୋଟିଏ ହିଁ ଲକ୍ଷ୍ୟ, ଗୋଟିଏ ହିଁ ଉଦ୍ଦେଶ୍ୟ ଥିଲା, କୌଣସି ମୂଲ୍ୟ ବିନିମୟରେ ଭାରତ ମାର ଗୌରବ ଓ ସମ୍ମାନ ରକ୍ଷା କରିବା। ସେମାନେ ନିଜ ଜୀବନ ପାଇଁ ସାମାନ୍ୟତମ ଭ୍ରୂକ୍ଷେପ କରିନଥିଲେ। ସେମାନେ ନିଜର କର୍ତ୍ତବ୍ୟ ପଥରେ ଆଗେଇ ଚାଲିଲେ ଓ ଆମେ ସମସ୍ତେ ଦେଖିଲେ ଯେ ସେମାନେ କିପରି ବିଜୟୀ ହୋଇ ଆମ ସାମ୍ନାକୁ ଆସିଲେ, ଭାରତ ମାତାର ଗୌରବ ବଢ଼ାଇଲେ। ମୋର ପ୍ରିୟ ଦେଶବାସୀଗଣ, ଆଗାମୀ ଦିନଗୁଡ଼ିକରେ ଆମେ ଦେଶବାସୀ ଅନେକ ମହାନ ବ୍ୟକ୍ତିଙ୍କୁ ମନେ ପକାଇବା, ଯାହାଙ୍କର ଭାରତ ନିର୍ମାଣରେ ଅବିସ୍ମରଣୀୟ ଯୋଗଦାନ ରହିଛି। ଅକ୍ଟୋବର 2 ଆମ ସମସ୍ତଙ୍କ ପାଇଁ ପବିତ୍ର ଆଉ ପ୍ରେରଣାଦାୟକ ଦିବସ ହୋଇଥାଏ। ଏହି ଦିନ ଭାରତ ମାର 2 ସୁପୁତ୍ର ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇବାର ଦିନ। ପୂଜ୍ୟ ବାପୁଙ୍କର ବିଚାର ଓ ଆଦର୍ଶ ଆଜି ପୂର୍ବାପେକ୍ଷା ବହୁତ ଅଧିକ ପ୍ରାସଙ୍ଗିକ। ମହାତ୍ମା ଗାନ୍ଧୀଙ୍କର ଯେଉଁ ଆର୍ଥିକ ଚିନ୍ତନ ଥିଲା, ଯଦି ସେହି ସ୍ପିରିଟ୍ ଅନୁସରଣ କରାଯାଇଥାନ୍ତା, ବୁଝାଯାଇଥାନ୍ତା, ତାର ଅନୁଗମନ କରାଯାଇଥାନ୍ତା, ତେବେ ଆଜି ଆତ୍ମନିର୍ଭର ଭାରତ ଅଭିଯାନର ଆବଶ୍ୟକତା ପଡ଼ିନଥାନ୍ତା। ଗାନ୍ଧିଜୀଙ୍କ ଆର୍ଥିକ ଚିନ୍ତନରେ ଭାରତର କୋଣ ଅନୁକୋଣର ଚିନ୍ତନ ରହିଥିଲା, ଭାରତର ବାସ୍ନା ରହିଥିଲା। ପୂଜ୍ୟ ବାପୁଙ୍କର ଜୀବନ ଆମକୁ ମନେ ପକାଇ ଦିଏ ଯେ ଆମର ପ୍ରତ୍ୟେକ କାର୍ଯ୍ୟ ଏପରି ହେବ ଯାହାଦ୍ୱାରା ଗରିବରୁ ଗରିବ ବ୍ୟକ୍ତିର ମଙ୍ଗଳ ହେବ, ଆମେ ତାହା ପୁଣି ସୁନିଶ୍ଚିତ କରିବା। ସେହିପରି ଶାସ୍ତ୍ରୀଜୀଙ୍କ ଜୀବନ ଆମକୁ ବିନମ୍ରତା ଆଉ ସରଳତାର ସନ୍ଦେଶ ଦିଏ। ଅକ୍ଟୋବର 11 ମଧ୍ୟ ଆମ ପାଇଁ ବିଶେଷ ଦିନ। ଏହି ଦିନ ଆମର ଭାରତ ରତ୍ନ ଲୋକନାୟକ ଜୟପ୍ରକାଶ ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରିଥାଉ। ଜେପି ଆମର ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ଆମେ ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ମଧ୍ୟ ମନେ ପକାଉ, ଯାହାଙ୍କ ଜୟନ୍ତୀ ମଧ୍ୟ ସେହି 11 ତାରିଖରେ।
ନାନାଜୀ ଦେଶମୁଖ ଜୟପ୍ରକାଶ ନାରାୟଣଜୀଙ୍କ ବହୁତ ଘନିଷ୍ଠ ବନ୍ଧୁ ଥିଲେ। ଯେତେବେଳେ ଜେପି ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିଲେ, ଯେତେବେଳେ ପାଟନାରେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଥିଲା, ସେହି ସମୟରେ ନାନାଜୀ ଦେଶମୁଖ ସେହି ଆକ୍ରମଣକୁ ନିଜ ଉପରକୁ ନେଇଯାଇଥିଲେ। ଏହି ଆକ୍ରମଣରେ ନାନାଜୀଙ୍କୁ ବହୁତ ଆଘାତ ଲାଗିଥିଲା, କିନ୍ତୁ ଜେପିଙ୍କ ଜୀବନ ବଞ୍ଚାଇବାରେ ସେ ସଫଳ ହୋଇଥିଲେ। ଏହି ଅକ୍ଟୋବର 12 ତାରିଖରେ ରାଜମାତା ବିଜୟରାଜେ ସିନ୍ଧିଆଜୀଙ୍କର ମଧ୍ୟ ଜୟନ୍ତୀ। ସେ ତାଙ୍କର ସମଗ୍ର ଜୀବନ ଲୋକଙ୍କ ସେବାରେ ସମର୍ପି ଦେଇଥିଲେ। ସେ ଏକ ରାଜ ପରିବାରର ଥିଲେ। ତାଙ୍କ ପାଖରେ ସମ୍ପତ୍ତି, ଶକ୍ତି ଓ ଅନ୍ୟ ସଂସାଧନର କୌଣସି ଅଭାବ ନଥିଲା। ତଥାପି ମାଟିଏ ଭଳି ବାତ୍ସଲ୍ୟ ଭାବ ନେଇ ଜନସେବାରେ ନିଜ ଜୀବନକୁ ଲଗାଇ ଦେଇଥିଲେ। ତାଙ୍କ ହୃଦୟ ବହୁତ ଉଦାର ଥିଲା। ଏହି 12 ଅକ୍ଟୋବରରେ ତାଙ୍କ ଜନ୍ମ ଶତାବ୍ଦୀ ବର୍ଷ ସମାରୋହର ସମାପନ ଦିବସ ହେବ ଏବଂ ଆଜି ଯେତେବେଳେ ମୁଁ ରାଜମାତାଜୀଙ୍କର କଥା କହୁଛି, ମୋର ମଧ୍ୟ ଗୋଟିଏ ଭାବପ୍ରବଣ କରିଦେଲା ଭଳି ଘଟଣା ମନେ ପଡ଼ୁଛି। ଏମିତିରେ ତ ତାଙ୍କ ସହ ବହୁ ବର୍ଷ କାମ କରିବାର ମୋତେ ସୁଯୋଗ ମିଳିଥିଲା। ବହୁତ ଘଟଣା ଅଛି, କିନ୍ତୁ ଆଜି ଗୋଟିଏ ଘଟଣା ବିଷୟରେ କହିବାକୁ ଇଚ୍ଛା କରୁଛି। କନ୍ୟାକୁମାରୀରୁ କାଶ୍ମୀର ଆମେ ଏକତା ଯାତ୍ରାରେ ବାହାରିଥିଲୁ। ଡକ୍ଟର ମୁରଲୀ ମନୋହର ଯୋଶୀଜୀଙ୍କ ନେତୃତ୍ୱରେ ଏହି ଯାତ୍ରା ଚାଲିଥିଲା। ଡିସେମ୍ବର ଜାନୁଆରୀର ପ୍ରବଳ ଥଣ୍ଡା ଦିନ ଥିଲା। ଆମେ ରାତି 12ଟା-1ଟାରେ ମଧ୍ୟପ୍ରଦେଶ ଗ୍ୱାଲିୟର ନିକଟସ୍ଥ ଶିବପୁରୀରେ ପହଞ୍ଚିଲୁ। ରହଣି ସ୍ଥଳରେ ପହଞ୍ଚିଲା ପରେ ଦିନ ସାରାର କ୍ଳାନ୍ତି ପରେ ଗାଧୋଇ ପାଧୋଇ ଶୋଇଥିଲୁ ଆଉ ସକାଳୁ ପୁଣି ପ୍ରସ୍ତୁତ ହୋଇଯାଉଥିଲୁ। ପ୍ରାୟ ରାତି 2ଟା ହେବ। ମୁଁ ଗାଧୋଇ ପାଧୋଇ ଶୋଇବା ପାଇଁ ପ୍ରସ୍ତୁତ ହେଉଛି, ସେତେବେଳେ କିଏ ଜଣେ କବାଟ ଠକ୍ ଠକ୍ କଲେ। ମୁଁ କବାଟ ଖୋଲିଲା ପରେ ଦେଖିଲି ଯେ ରାଜମାତାଜୀ ମୋ ସାମ୍ନାରେ ଛିଡ଼ା ହୋଇଛନ୍ତି। ପ୍ରବଳ ଥଣ୍ଡାରେ ରାଜମାତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ମାଙ୍କୁ ପ୍ରଣାମ କଲି। ମୁଁ କହିଲି, ମା, ଆପଣ ରାତି ଅଧରେ? ସେ କହିଲେ, ମୋଦିଜୀ, ଏଇ ନିଅ, ଗରମ କ୍ଷୀର ପିଇ ଶୋଇଯାଅ। ହଳଦୀ ମିଶା କ୍ଷୀର ସେ ନିଜେ ଆଣି ଆସିଥିଲେ। ହଁ, କିନ୍ତୁ ପରଦିନ ମୁଁ ଯେତେବେଳେ ଦେଖିଲି, ସେ କେବଳ ମୋତେ ନୁହେଁ, ଆମ ଯାତ୍ରା ବ୍ୟବସ୍ଥାରେ ଯେଉଁ 30-40 ଜଣ ଲୋକ ଥିଲେ, ଯେଉଁଥିରେ ଡ୍ରାଇଭର ଆଉ କର୍ମକର୍ତ୍ତା ବି ଥିଲେ, ପ୍ରତ୍ୟେକଙ୍କ କୋଠରୀକୁ ଯାଇ ନିଜେ ରାତି 2ଟାରେ କ୍ଷୀର ପିଇବାକୁ ଦେଇଥିଲେ। ମାର ମମତା କଣ, ବାତ୍ସଲ୍ୟ କଣ, ସେହି ଘଟଣାକୁ ମୁଁ କେବେ ବି ଭୁଲିପାରିବିନି। ମୋର ସୌଭାଗ୍ୟ ଯେ ଏପରି ମହାନ ବ୍ୟକ୍ତିମାନେ ଆମର ଏହି ମାଟିକୁ ନିଜ ତ୍ୟାଗ ଓ ତପସ୍ୟାରେ ଧନ୍ୟ କରିଛନ୍ତି। ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏପରି ଏକ ଭାରତ ନିର୍ମାଣ କରିବା, ଯେଉଁଥିପାଇଁ ଏହି ମହାପୁରୁଷମାନଙ୍କୁ ଗର୍ବ ଅନୁଭବ ହେବ। ସେମାନଙ୍କ ସ୍ୱପ୍ନକୁ ନିଜର ସଂକଳ୍ପ କରିବା। ମୋର ପ୍ରିୟ ଦେଶବାସୀଗଣ, ଏହି କରୋନା କାଳଖଣ୍ଡରେ ମୁଁ ପୁଣି ଥରେ ଆପଣମାନଙ୍କୁ ମନେ ପକାଇ ଦେଉଛି ଯେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ, ମୁହଁ ନ ଢାଙ୍କି ବାହାରକୁ ଯାଆନ୍ତୁ ନାହିଁ। 2 ମିଟର ଦୂରତାର ନିୟମ ଆପଣଙ୍କ ଜୀବନ ବଞ୍ଚାଇପାରେ, ଆପଣଙ୍କ ପରିବାରକୁ ମଧ୍ୟ ବଞ୍ଚାଇପାରେ। ଏହି କେତୋଟି ନିୟମ ଏହି କରୋନା ବିରୋଧରେ ଲଢ଼େଇର ଅସ୍ତ୍ର, ପ୍ରତ୍ୟେକ ନାଗରିକର ଜୀବନକୁ ବଞ୍ଚାଇବା ପାଇଁ ଶକ୍ତିଶାଳୀ ମାଧ୍ୟମ। ଏବଂ ଆମେ ଭୁଲିବାନି, ଯେ ପର୍ଯ୍ୟନ୍ତ ଔଷଧ ବାହାରି ନାହିଁ, ସେ ପର୍ଯ୍ୟନ୍ତ ଆମେ ଢିଲା ହେବାନି। ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରହୁ। ଏହି ଶୁଭକାମନା ସହ ବହୁତ ବହୁତ ଧନ୍ୟବାଦ। ନମସ୍କାର।